ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗାଁ କଲ୍ୟାଣ ସମିତିର ସଦସ୍ୟଙ୍କ ନିମନ୍ତେ ଏକ ଦିବସୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର ନାମ୍ପ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନାମ୍ପ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡକ୍ଟର ଦେବବ୍ରତ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶିବିରରେ ଇକଡ଼ା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ନେହଲତା ଜେନା ଯୋଗ ଦେଇ ସୁସ୍ଥ ସମାଜ ଗଠନରେ ଗାଁ କଲ୍ୟାଣ ସମିତିର ଭୂମିକା, ସମିତିର ଗଠନ ପ୍ରଣାଳୀ ଓ ପ୍ରକ୍ରିୟା, କାର୍ଯ୍ୟ ପରିସର, ସମିତି ପରିଚାଳନାର ନିୟମାବଳୀ ଓ ଦାୟିତ୍ୱବୋଧତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ଶିବିରରେ ମୋଟ 9 ଗୋଟି ଗାଁ କଲ୍ୟାଣ ସମିତିର 35 ଜଣ ସଦସ୍ୟା, ଆଶା ଓ ଅଙ୍ଗନବାଡ଼ି କର୍ମୀ ତଥା ୱାର୍ଡ ସଭ୍ୟ ପ୍ରମୁଖ ଯୋଗ ଦେଇ ତାଲିମରେ ଅଂଶଗ୍ରହଣ କରିଥିଲେ।